ପାଞ୍ଚ ବର୍ଷର ଲଭ୍ ଆଉ 6 ମାସର ବ୍ରେକଅପ୍। ଥମ୍ବନେଲଟା ଦେଖି ଜାଣିସାରିଥିବେ ଆଜିର ଭିଡ଼ିଓଟି କାହା ଉପରେ ଯାଉଛି। ଆଜିର ଭିଡ଼ିଓଟି ଯାଉଛି 5 ବର୍ଷର ଲଭ୍ ଆଉ 6 ମାସର ଭଲ ପାଇବା ଭିତରେ, ନା 5 ବର୍ଷର ଲଭ୍ 6 ମାସର ବ୍ରେକଅପ୍। ତା ଭିତରେ 6 ମାସ ହେଇଯିବ ଝିଅଟି ବହୁତ କଷ୍ଟ କରିଛି ଆଉ ବହୁତ ଦେବାଦେବୀକି ଡାକିଛି, ବହୁତ ନୀତି ନିୟମ ରହିଛି, ବହୁତ କାକୁତି ମିନତି ହେଇଛି, ବହୁତ ଜଣ କତିରେ ବହୁତ ଆଷ୍ଟ୍ରୋଲଜର ଆଉ ଗୁଣି ଟୁଣି ଦେବାଦେବୀ ବାବା ବାଲୁଙ୍କେଶ୍ୱର ସମସ୍ତଙ୍କ ପାଖରେ ସେ ଗୁହାରି ହେଇଛି। ହେଲା ପରେ ବି ପୁଣି ଥରେ ସେ ଆଶା ଆଉ ଭରସା ନେଇ ବାବା ବାଲୁଙ୍କେଶ୍ୱରଙ୍କ ପାଖରେ ମାନସିକ ରଖିଥିଲେ ସେ ଭାଇ ଆଉ ଭଉଣୀ ଦୁଇ ଜଣଙ୍କର ସମ୍ପର୍କ ପୁଣି ଯୋଡ଼ି ହେଇଯାଉ। ଆଜିର ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ଭଲରେ ଥିବେ ଆଉ ଖୁସିରେ ଥିବେ। ଯେଉଁ ଭାଇ ଭଉଣୀମାନେ ଭଲରେ ଅଛନ୍ତି ତାଙ୍କ ପାଇଁ ତ ବହୁତ ଭଲ। ଯେଉଁ ଭାଇ ଭଉଣୀମାନେ ଭଲରେ ନାହାନ୍ତି ସେଇ ଭାଇ ଭଉଣୀମାନଙ୍କ ପାଇଁ ମୁଁ ଆଜି ଗୋଟେ ଭିଡ଼ିଓ ନେଇ ଆସିଛି। ଆପଣମାନେ କେବେ ବି ଟେନସନ୍ ନିଅନ୍ତୁନି। ଆପଣଙ୍କର ବ୍ରେକଅପ୍ ହେଇଛି ତ ହେଇଥାଉ, କିଛି ଅସୁବିଧା କାହିଁକି? କିଛି ଅସୁବିଧା ନାହିଁ। ଏ ଭାଇ ବାଟ ଆଣିଛି ଆପଣଙ୍କ ବ୍ରେକଅପ୍କୁ ଠିକ୍ ଠାକ୍ କରିବା ପାଇଁ। ସେଥିଲାଗି ଆପଣମାନେ ଟିକେ ଏଇ ଭିଡ଼ିଓଟି ଯଦି ଫୁଲ୍ ଦେଖିବେ ତାହେଲେ ସକ୍ସେସ୍, ଯଦି ଫୁଲ୍ ନ ଦେଖିବେ କିଛି ହେବନି। ଏମିତି ଆଙ୍କ କତିକି ଯା ତାଙ୍କ କତିକି ଯା ମୁଁ କହୁନି ମୁଁ ବଡ଼, କିନ୍ତୁ ମୁଁ ଯେଉଁ ଉପାୟଟା ଜାଣିଛି ସେଇ ଉପାୟରେ ଆପଣମାନେ ସକ୍ସେସ୍ ହେଇଯିବେ। ବହୁତ ଲୋକ ହେଲେଣି, ଆପଣମାନେ ବି ହେବେ। ଭାବନ୍ତୁନି ତୁମେ ଛୋଟ ବୋଲି, ମାଇଣ୍ଡକି ଟେନସନ୍ ନିଅନ୍ତୁନି। ଦେଖନ୍ତୁ କେମିତି ହେଉଛି ଆଉ କେମିତି ହେବ। କେମିତି ହେଉଛି ତ ମୁଁ ପ୍ରାୟ ଭିଡ଼ିଓରେ କହିସାରିଛି, ଆଉ କେମିତି ହେବ ମୁଁ ବି ପ୍ରାୟ ଭିଡ଼ିଓରେ କହିସାରିଛି। ଆଜି ଯେଉଁ ଭଉଣୀଙ୍କ କଥା କହିବି ସେ ବହୁତ ଦୁଃଖିନୀ ଭଉଣୀଟେ, ବହୁତ କଷ୍ଟ କରିଛି ତାକୁ ପାଇବା ପାଇଁ ସେ ପୁଅକୁ, କିନ୍ତୁ କେବେ ବି ସାକାର ହେଇପାରିନି। କିନ୍ତୁ ଆଜି ମୁଁ ତାଙ୍କ ବିଷୟରେ କହିବି, ସେ କେମିତି କ'ଣ କଲେ, କ'ଣ ହେଲା ତାଙ୍କର, କେବେ ପୂରଣ ହେଲା। ଆଜି ଆରମ୍ଭ କରିବି। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଷ୍ଟାର୍ଟ ନାଓ। ବାଲେଶ୍ୱରରୁ ସେ ଭଉଣୀ ଜଣେ, ତାଙ୍କ ନାଁ ନେବିନି କି ତାଙ୍କ ହଜବେଣ୍ଡ ନାଁ ନେବିନି, ନା ବୟଫ୍ରେଣ୍ଡ ନାଁ ନେବିନି କି ତାଙ୍କ ନାଁ ବି ନେବିନି, କାହିଁକିନା ସମସ୍ତଙ୍କର ବି ଗୋଟେ ଇଜ୍ଜତ ଥାଏ କି ତାଙ୍କ କଥାଟା ମୁଁ ବାହାରେ କହିବି ନାହିଁ। କିନ୍ତୁ ନିରାଟ ସତ୍ୟ, ମୁଁ କାହାର ମିଛ କଥା କୁହେନି, ମିଛ କଥା କହିବି ନାହିଁ। ରାତି ଅନ୍ଧିରା ହେଇ କାହା କଥା କାହିଁ ମିଛ କହିବି? କେଉଁ ମୋର ଭିଉ ଯାଉଛି କି ବେଶୀ? କିଛି ଭିଉ ଯାଉନି। ସମସ୍ତଙ୍କର ଭଲ ପାଇଁ ମୁଁ କହୁଛି, ସମସ୍ତେ ସକ୍ସେସ୍ ହୁଅ। ଏ ସାନ ଭାଇ କିମ୍ବା ବଡ଼ ଭାଇର ଏତିକି ଆଶା ଆଉ ଭରସା। ବାଲେଶ୍ୱରରୁ ସେ ଭଉଣୀ ଜଣେ, ଆଉ ବହୁତ ମାସ ଦିନ କାଳ ବିତିଗଲାଣି, ତାଙ୍କର କୌଣସି ପ୍ରକାର ସକ୍ସେସ୍ ହେଇନଥିଲା। ତାପରେ ବାବା ବାଲୁଙ୍କେଶ୍ୱରଙ୍କ ପାଖରେ ସେ 6 ମାସ ହେଲା ମାନସିକ କରିକି ରହିଯାଇଥିଲେ, ଆଉ ତଥାପି ତାଙ୍କର କିଛି କୁଆଡ଼େ ହେଉନଥିଲା। ପୁଅ ତାଙ୍କୁ ବ୍ଲକ୍ କରି ରଖିଥିଲା। ଝିଅ ସେ ଭଉଣୀ ଜଣେ ମୋତେ ଫୋନ୍ କଲେ, ଭାରି କାକୁତି ମିନତି ହେଇ କାନ୍ଦି ବୋବେଇ କହିଲେ ସବୁ ମନର କଥା, ଏମିତି ହେଇଥିଲା ଆଉ ଆମର ଆଜି ଯାଏଁ ବି ସକ୍ସେସ୍ ହେଇନି। ବାଲୁଙ୍କେଶ୍ୱରଙ୍କ ପାଖରେ ମାନସିକ କରିଥିଲି ତଥାପି ପୂରଣ ହେଇନି। କ'ଣ ଭାଇ କରିବି କୁହ, ଏତିକି ଟିକେ ମୋତେ ସାହାଯ୍ୟ କର ଆଉ ମୁଁ ଯେମିତି ତାଙ୍କୁ ପାଇଯାଏ। ମୋର ଏଇଟା ହେଉଛି ଗୋଟେ ବଡ଼ ଆଶା, ସମସ୍ତଙ୍କର ବି ଏଇ ଆଶା। ଆଉ ଜଣେ ଭଉଣୀ, ଏ ଭଉଣୀ ତ ତାଙ୍କର ସକ୍ସେସ୍ଟା ହେଇଛି କେମିତି ମୁଁ ତୁମକୁ ଜଣାଉଛି। ତାପରେ ଆଉ ଜଣେ ଭଉଣୀଙ୍କ କଥା କହିବି, ତାଙ୍କର ବି ସକ୍ସେସ୍ ହେଇଯାଇଛି ଏମିତି। ଆଉ ସେ ବହୁତ ଏଇ ଯେଉଁ ସକ୍ସେସ୍ ହେଲା ସମସ୍ତଙ୍କର ହେଉଛି, ମୋତେ ଭାରି ଶୁଣିକି ଖୁସି ଲାଗୁଛି। ନା କି ମୋର ତାଙ୍କ ପାଖରୁ କିଛି ନା ପାଇବାର ଅଛି, ନା ସିଏ ମୋ ପାଖରୁ ପାଇବାର ଅଛି, କିନ୍ତୁ ତାଙ୍କ ଜିନିଷ ସିଏ ଯେତେବେଳେ ପାଇଯାଉଛନ୍ତି ମୋତେ ଭାରି ଖୁସି ଲାଗୁଛି। ଯେତେବେଳେ ଫୋନ୍ କଲେ ମୋତେ, ବହୁତ ଭାଇ ଆଉ ମୁଁ ଏତିକି ଦିନ ହେଲାଣି ହଇରାଣ ହେଉଛି, ଆଉ ମୋତେ ସବୁଆଡ଼ୁ ଶୁଣିବାକୁ ପଡ଼ୁଛି, ମୋତେ ଭଲ ଲାଗୁନି, ଆଉ ଏମିତି ମୋତେ ସେ ଛାଡ଼ିକି ଚାଲିଯାଇଛି। ମୁଁ ତାଙ୍କୁ ପଚାରିଲି, ତୁମେ ଯେଉଁ ମାନସିକ କରିଥିଲ ବାଲୁଙ୍କେଶ୍ୱରଙ୍କ ପାଖରେ କେତେ ଦିନ ହେଇଯିବ? ସେ କହିଲେ 6 ମାସ ହେଇଯିବ। ବୋଲେ ତୁମକୁ କୌଣସି ପ୍ରକାର ସ୍ୱପ୍ନ ଦୋଷ ହେଇନି କି? ନା ହେଇନି। ଆଉ ତୁମେ ମାନସିକ କରିବାର କ'ଣ ନୀତି ନିୟମ ପାଳିଛ? ନା ମୁଁ ସବୁ ନୀତି ନିୟମ ପାଳିଛି, କିନ୍ତୁ ହେଇନି। ଜଳ ଅଭିଷେକ କହିଲେ, ନା ମୁଁ ଜଳ ଅଭିଷେକଟା କରିନି, ନହେଲେ ସବୁ ଆଉ ଠିକ୍ ଠାକ୍ କରିଛି। ଆଚ୍ଛା ହଉ ଠିକ୍ ଅଛି, ତୁମେ ଭଉଣୀ ମୋତେ କେତେ ଟଙ୍କା ଦେଇପାରିବ? ସେ କହିଲେ
ମୁଁ କମ୍ ପଇସା ମୁଁ ତାଙ୍କୁ ଯେତିକି କହିଲି ସେ ମୋତେ ଦେଲେ ନା କି ସେ ପଇସା କଥା କିଛି ଆର୍ଗୁମେଣ୍ଟ କରିନାହାନ୍ତି। ମୁଁ ଯେତିକି କହିଲି ସେ ସେତିକି ଦେଲେ। ମୁଁ ବହୁତ କମ୍ ପଇସା ତାଙ୍କ ପାଖରୁ ଆଣିଲି। ଆଉ ତାଙ୍କ ପାଖରେ ଯେହେତୁ ସେ ନାହିଁ କହିଲେ ଭାଇ ଟିକେ ପଇସା ନାହିଁ ଆଉ ଯାହା ଖର୍ଚ୍ଚ କର, ଯେହେତୁ ତାଙ୍କ ପାଖରେ ପଇସା ନାହିଁ ମୁଁ ତାଙ୍କ ପାଖରୁ ପଇସା ଆଣିଲି। ଆଣିଲା ପରେ ପଇସା କଥା ମୁଁ ଉଠେଇବିନି, ସାଙ୍ଗେ ସାଙ୍ଗେ ନନାଙ୍କୁ ଫୋନ୍ କରି ଆଉ ସେ ଜଳ ଅଭିଷେକଟା ସିଏ ସେଠୁ ଆରମ୍ଭ କରିଦେଲେ। ଜଳ ଅଭିଷେକ ଆରମ୍ଭ କରିବାର 2-4 ଦିନ ଯାଇଛି। ଗଲା ପରେ ମୁଁ ତାଙ୍କୁ କହିଥିଲି ସେ ଯେଉଁ ସୋମବାରିଆ ଯିବା ପାଇଁ ବେଲପତ୍ରରେ ହଳଦୀ, ଚନ୍ଦନ, ମହୁ, କର୍ପୂର, ଅଗୁର ଏଇସବୁ ମିଶେଇକି ଶିବଙ୍କ ମସ୍ତକରେ ଚଢ଼େଇକି ତମ 2 ଜଣଙ୍କ ନାଁରେ ପୂଜା ଟିକେ କରିବା ପାଇଁ ସେମାନେ କରିଥିଲେ। ଆଉ ଥରେ କରିଛନ୍ତି, ମୁଁ ତାଙ୍କ ପାଇଁ ବି ସେଇ ଥରକ ସିଏ କରିଛନ୍ତି, ମୁଁ ବି କରିଛି। କଲା ପରେ ସିଏ ତାପରେ ଠାକୁରଙ୍କ ପାଖରେ ତାଙ୍କ ନାଁରେ କ୍ଷୀର ଢଳା ହେଇଥିଲା। କ୍ଷୀର ଢଳାଟା ଏତେ ମାତ୍ରାରେ ତାଙ୍କର କାମରେ ଆସିଗଲା ଯେ ହିସାବ ନାହିଁ। କ୍ଷୀର ଢଳା ହେଲା ପରେ 2-3 ଦିନ ଫେରେ ଗଲା, ବିତିଗଲା ପରେ ମୋତେ ସେ ଭଉଣୀ ଜଣ ଫୋନ୍ କରୁଛନ୍ତି ବାର ଆଉ ମୁଁ ଟିକେ ବ୍ୟସ୍ତ ଭିତରେ ରହିଯାଉଛି, ଫୋନ୍ଟା ଉଠେଇ ପାରୁନଥିଲି। ଆଉ ଆଜି ତାଙ୍କର ଉଠେଇଲେ କାଲି ତାଙ୍କର ଉଠଉଥିମି, ଏମିତି କରୁଛି, ଉଠେଇ ପାରୁନି। ଆଉ ସେଥିଲାଗି ଉଠେଇ ପାରୁନଥିଲି। ତାପରେ ଗୋଟେ ଦିନ ବିତିଗଲା କଲ୍ରେ ମୁଁ ଭାବିଲି ଭଉଣୀଙ୍କର ଅତି ଅର୍ଜେଣ୍ଟ ଅଛି ବୋଲି ସିଏ ବାର ମୋତେ ଫୋନ୍ କରୁଛନ୍ତି। ଆଉ ଦେଖିବା ଆଉ ଥରେ ଫୋନ୍ କଲେ ମୁଁ ଉଠେଇବି। ତା ପରଦିନ ସକାଳ ହେଲା, ତା ପରଦିନ ଦିନମାନ ଫୋନ୍ କଲେ। ସନ୍ଧ୍ୟାବେଳୁ ମୁଁ ଉଠେଇଲି, କହିଲି ଆଉ ଭଉଣୀ ଆଉ କ୍ଷମା କରିବେ, ମୋତେ ଟିକେ ଫାଙ୍କା ହେଉନଥିଲା ବୋଲି ଆପଣଙ୍କ ସହିତ ମୁଁ କଥା ହେଇପାରୁନଥିଲି, ଆପଣ ଟିକେ କୁହନ୍ତୁ ଏଥିରେ। ଯେଉଁ ଭାଇ ଭଉଣୀମାନଙ୍କ ଫୋନ୍ ମୁଁ ଉଠେଇ ପାରୁନି ଆଉ ସମସ୍ତଙ୍କର 100ରୁ 98% ଭଉଣୀଙ୍କର ମୁଁ ଫୋନ୍ ଉଠେଇ ପାରୁଛି। ଭଉଣୀ ହେଉ ଭାଇ ହେଉ ଯିଏ ବି ହୁଅନ୍ତୁ। ଆଉ ଯେଉଁ 2% ଲୋକ ଭଉଣୀଙ୍କର ମୁଁ ଉଠେଇ ପାରୁନି, ଏଇ ଜାମ୍ ଭିତରେ ପଶି ଯାଉଛି। ମୁଁ ବି ଗୋଟେ ଦୋକାନରେ କାମ କରୁଛି, ସେଥିଲାଗି ମୋତେ ଟିକେ ଫାଙ୍କା ହେଇପାରୁନି ସେମାନଙ୍କ ସହିତ କଥା ହେବା ପାଇଁ। ଆଉ ଆପଣମାନେ ପ୍ଲିଜ୍ ରିକ୍ୱେଷ୍ଟ କରିଛି ରାଗିବେନି। ଯଦି ମୁଁ ଫୋନ୍ଟା ନ କରିଛି ଏ ଭାଇ ଉପରେ ନ ରାଗି ମୋତେ ଆଉ ଥରେ କଲ୍ ବ୍ୟାକ୍ କରିବେ। ଆଉ କାହିଁକିନା ମୁଁ ତଳୁ ତଳ ନମ୍ବର ପଳେଇଲା ବେଳକୁ ମୋତେ ଟିକେ ଆଉ କଲ୍ କରିବାକୁ ନମ୍ବର ଖୋଜିବାକୁ ଅସୁବିଧା ହେଉଛି। ସେଥିଲାଗି ଯେଉଁ ଭଉଣୀମାନେ ମୋତେ କଲ୍ କରି ରାଗି ଯାଉଛନ୍ତି କି ଭାଇ ଫୋନ୍ ଉଠଉନି ଏମିତି ସେମିତି, ତୁମେ ଆଉ ଥରେ ମୋତେ କଲ୍ କରିବ, ମୁଁ ନିଶ୍ଚିତ ଉଠେଇବି। କାହା ପାଇଁ ମୋର ମନରେ କିଛି ରାଗ ନାହିଁ। ସମସ୍ତଙ୍କୁ ମୁଁ ହୃଦୟରୁ ଭଲ ପାଏ। ସମସ୍ତେ ମୋ ଭଉଣୀ, ସମସ୍ତେ ଦୁନିଆର ଓଡ଼ିଶାର କ'ଣ ଅନୁକୋଣରୁ ଯେଉଁ ଭାଇ ଭଉଣୀମାନେ ଯେଉଁ ଆଶା ଭରସା ନେଇ ଫୋନ୍ କରୁଛନ୍ତି, ନିଶ୍ଚିତ ତାଙ୍କର ମୁଁ ଦୂରେଇ ଦେବି ବୋଲି ମୋର ଆଶା ଆଉ ଭରସା। ଯେଉଁ ଭାଇ ଭଉଣୀମାନେ ମୋତେ ଫୋନ୍ କରୁଛନ୍ତି, ଭାଇମାନେ ବି ଫୋନ୍ କରୁଛନ୍ତି, ଭାଇ ମୁଁ ତୁମର ସାନ ଭାଇଟେ କିମ୍ବା ବଡ଼ ଭାଇଟେ, ଆପଣମାନେ ମୋତେ ପ୍ଲିଜ୍ ନ ରାଗି ମୋ ଉପରେ। ଯଦି ମୁଁ ତୁମ ଫୋନ୍ ନ ଉଠେଇଛି ଆଉ ମୋତେ ଆଉ ଥରେ କଲ୍ ବ୍ୟାକ୍ କରିବେ, ମୁଁ ନିଶ୍ଚିତ ଉଠେଇବି। ସିଏ ତାପରେ ଫୋନ୍ କଲେ, କହିଲେ ଭାଇ ଆଉ ଚାଲ ଫେରିଯିବା ତାଙ୍କ ପାଖକୁ। କହିଲେ ଭାଇ ଆଉ ତୁମେ ମୋତେ 2 ଦିନ ହେଲା ଫୋନ୍ ମୋର ଉଠଉନା, ମୋ ଉପରେ କ'ଣ ରାଗିଛ ନା କ'ଣ? ମୁଁ ନାଇଁ ଆରେ ଭାଇ କହିବେ ଭଉଣୀ ଉପରେ କ'ଣ ରାଗିପାରେ? ସମସ୍ତେ କହିଲେ ନା, ସମସ୍ତେ ମୋ ଭଉଣୀ। କହିଲେ ନାଇଁ ଆଉ ସିଏ ମୋତେ ଫୋନ୍ କରିଥିଲେ କି ସିଏ ମୋତେ ଫୋନ୍ କରିଥିଲେ। ଆଉ ମୁଁ କହିଲି ସିଏ ମାନେ କିଏ? କହିଲେ ନା ସିଏ ଆମ ବୟଫ୍ରେଣ୍ଡ ମୋତେ ଫୋନ୍ କରିଥିଲେ। ଆଉ ସେ ତାଙ୍କ ଭୁଲ ବୁଝିପାରୁଛନ୍ତି, କହୁଛନ୍ତି ମୁଁ ଭୁଲ କରିଛି ଆଉ ତୁମକୁ ଛାଡ଼ି, ଆଉ ମୋତେ ଟିକେ କ୍ଷମା କରିଦିଅନ୍ତୁ, ଆମେ ପୁଣି ଆଗ ଭଳିଆ ହେଇ ରହିବା। ଆଉ ଆମେ 2 ଜଣ ମିଶିକି ରହିବା ପାଇଁ ଚେଷ୍ଟା କରିବା। ଆଉ ସେ ପଛ କଥା ସବୁ ଭୁଲିଯିବା, ଯାହା ବିତିଗଲା ସେ ସବୁ ଭୁଲିଯିବା। ଆଉ ଯେହେତୁ ଆପଣ କହିଥିଲେ, ମୋତେ ଝିଅଟା କହିଲେ ଯେହେତୁ ଆପଣ କହିଥିଲେ ଭାଇ ତୁମେ ତାଙ୍କ ସହିତ କଥା ହେବନି ବୋଲି, ମୁଁ ସେଥିଲାଗି ତାଙ୍କ ଫୋନ୍ କାଟିକି ଅଧିକ ସମୟ କଥା ନ ହେଇକି ମୁଁ ତୁମକୁ ଫୋନ୍ କରିଛି। ମୁଁ କହିଲି ନାଇଁ ଭଉଣୀ ଦେଖ, ଯେଉଁଟା ପାଇଁ ଆମେ ବ୍ଲକ୍ କରିଥିଲେ, ଯେଉଁଟା ପାଇଁ ଆମେ ଏତେ କଷ୍ଟ କରିଛନ୍ତି, ଆଉ ଯେଉଁଟା ପାଇଁ ତୁମେ ଏତେ କଷ୍ଟ ପାଇଛ ଏତେ ଦିନ ହେଲାଣି, ସେଇ ଜିନିଷଟା ଯେତେବେଳେ ତୁମ ହାତ ପାହାନ୍ତାରେ ତୁମେ ସେଇଟା ମନା କାହିଁ କରିବ? ଜମା ମନା କର ନା। ଯେଉଁ ଜିନିଷଟା ହାତ ପାହାନ୍ତାରେ ତୁମେ ସେଇଟାକୁ ପାଇକି ଖୁସିରେ ରୁହ ଭଉଣୀ, ଏତିକି ହେଲେ ମୁଁ ବହୁତ ଖୁସି ହେବି। ଆଉ ମୁଁ ଟିକେ ବ୍ୟସ୍ତ ଅଛି ଭଉଣୀ, ମୁଁ ତୁମକୁ ଟିକେ ଛାଡ଼ିକି ଲଗାଉଛି କହିକି ତାଙ୍କ ଫୋନ୍ କାଟିଦେଲି। ଆଉ ଟୋଟାଲି କଲ୍ କରିବାକୁ ବି ମୋତେ ସମୟ ହେଲାନି। ପୁଣି ତା ପରଦିନ 4ଟା ବେଳେ ମୋତେ ଫୋନ୍ କଲେ। ଦିନମାନ ଫୋନ୍ କରୁଛନ୍ତି, ଉଠେଇ ନଥିଲି, ଫେର୍ 4ଟା ବେଳେ ଉଠେଇଲି। ଆଉ ହଁ ଭଉଣୀ କୁହ, ମୁଁ ତ ଟିକେ ବ୍ୟସ୍ତ ଭିତରେ ରହିଯାଉଛି, ଗାଡ଼ିଟା ଖରାପ ହେଇଥିଲା, ଗାଡ଼ିଟା ବାଗଉଥିଲି। ଏଇ ଗାଡ଼ି ବାଗ ତାଙ୍କ ସହିତ ମୁଁ କଥା ହେଇଥିଲି। ସେ କହିଲେ ଆଉ ଭାଇ ଆଉ କ'ଣ କରିମି କୁହ? ଆଉ ସିଏ ସବୁ ଭୁଲ ଭାଲ ମାଗିକି ମୋତେ ବହୁତ ରିକ୍ୱେଷ୍ଟ କରୁଛନ୍ତି, ନା ଆଉ ଭୁଲ କେବେ ହେବନି, ଆମେ 2 ଜଣ ଏକାଠି ରହିବା। ମୁଁ କହିଲି ଦେଖ ଭଉଣୀ, ହାତ ଯୋଡ଼ୁଛି ତୁମକୁ, ତୁମେ 2 ଜଣଙ୍କ ଖୁସିରେ ରୁହ। ତୁମେ ଯେଉଁଥିପାଇଁ କରିଥିଲ ସେଇ ଜିନିଷଟା ଯେତେବେଳେ ତୁମ ହାତ ପାହାନ୍ତାରେ, ତୁମେ କାହିଁ ଖୁସିରେ ରହିବନି? 2 ଜଣଙ୍କ ଖୁସିରେ ରୁହ, ବହୁତ ଭଲ ହେବ। ଆଉ ଏତିକି ତାଙ୍କ 2 ଜଣଙ୍କ ମନ ଯୋଡ଼ି ହେଲା, ହୃଦୟ ଯୋଡ଼ି ହେଲା।
ନନା ହେଠି ଯେଉଁ ପୂଜା କରନ୍ତି ଦି ମନ ଦି ପ୍ରାଣ ଏକାଠି କରି ତାଙ୍କ ବିବାହ ସମ୍ପୂର୍ଣ୍ଣ କରିଦିଅ ବାବା ବାଲୁଙ୍କେଶ୍ୱର। ସେମିତି ବାବା ବାଲୁଙ୍କେଶ୍ୱର ତାଙ୍କ ଦି ମନ ଦି ପ୍ରାଣକୁ ଫେରେ ଏକାଠି କରି ଦି ଜଣକୁ ଭୁଲ ବୁଝାମଣା ଯାହା ହେଇଥିଲା ସବୁ ଠିକ୍ ଠାକ୍ ହେଇ ସିଏ ଏବେ ଖୁସିରେ ଅଛନ୍ତି। ମୁଁ କହିଲି ଭଉଣୀ ତମେ ଖୁସିରେ ରୁହ, ତମ ବାହାଘର ଦିନ ମୋତେ ଫୋନ୍ କରିବ, ସେତିକି ହେଉଛି ଏ ଭାଇର ବଡ଼ ଖୁସି। ଆଜି ପାଇଁ ଏତିକି। ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍ କରି ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଯେଉଁ ଭାଇ ଭଉଣୀମାନଙ୍କର ଏଇଭଳି ସବୁ ଅସୁବିଧା ଅଛି ସେମାନେ ଗ୍ୟାରେଣ୍ଟି ଦେଉଛି ତୁମର ଆସିବ। ଜମା ଆଶା ହରା ହେବେନି, ମାଇଣ୍ଡକି ଡିଷ୍ଟର୍ବ କରିବେନି, ଡିପ୍ରେସନକୁ ଯିବେନି। ତମେ ଆଣିପାରିବନି ତ, ତମେ ଆଣିବା ଦରକାର ନାହିଁ। ଭାଇକି ଫୋନ୍ କର, ଭାଇ ତୁମକୁ ଠିକ୍ ଜାଗାରେ ନେଇ ପହଞ୍ଚେଇବ, ଆଉ ଠିକ୍ ଜିନିଷ ଦେବ। ତମ ଯାହାକୁ ଚାହୁଁଛ ତାକୁ ଆଣିଦେବ। ଏଇ ଭାଇ ମୁଁ ଗ୍ୟାରେଣ୍ଟି ଦେଇ କହୁଛି, 100% ଗ୍ୟାରେଣ୍ଟି ଦେଉଛି ତୁମର ସବୁ ସକ୍ସେସ୍ ହେଇଯିବ। ଜମା ଡିପ୍ରେସନକୁ ଯିବନି। ବହୁତ ଭାଇ ଭଉଣୀମାନେ ଏମିତି ଡିପ୍ରେସନକୁ ପଳାଇଛନ୍ତି, ତାଙ୍କର ବହୁତ ଦୁଃଖ କଷ୍ଟ ଅଛି। ମୁଁ ଗ୍ୟାରେଣ୍ଟି ଦେଲି 1000%, 100% ଗ୍ୟାରେଣ୍ଟି ପୁରା। ମୁଁ 100 କ'ଣ, ମୁଁ ପୁରା ମୁଁ କଥା ଦେଲି, ମୁଁ ଆଣିକି ଦେବି ତୁମକୁ, ଆଉ କ'ଣ ଦରକାର। କିନ୍ତୁ ଯେଉଁମାନଙ୍କର ନ ହେଇଛି ମୋତେ କଲ୍ କରିବେ, କେଉଁ ଉପାୟରେ ହେବ କ'ଣ ହେବ ମୁଁ କହିଦେବି। ରହିଲି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରି ସେୟାର କରିବେ, କମେଣ୍ଟରେ ଲେଖିବେ ଜୟ ବାବା ବରାଳ ବାଲୁଙ୍କେଶ୍ୱର। ଯାହା ବି କିଛି ପ୍ରୋବ୍ଲେମ୍ ଅଛି ମୋତେ ଲେଖିଲେ ମୁଁ ନିଶ୍ଚିତ ରୂପେ ଆପଣଙ୍କର ସଲ୍ୟୁସନ୍ ବାହାର କରିଦେବି। 100% ହେବ, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ରହିଲି। ଜୟ ଜଗନ୍ନାଥ, ଜୟ ବାବା ବରାଳ ବାଲୁଙ୍କେଶ୍ୱର।